ତମର ଯେ ଗୋରାପଣର ରହସ୍ୟ କଣ? ଗାଇସ୍ ନମସ୍କାର, ଦିଲ ସେ ଜୟ ଶ୍ରୀରାମ। ଆପଣ ମାନଙ୍କୁ ସକାଳୁ ସକାଳୁ ଫେସ୍ ବ୍ଲଗକୁ ସ୍ୱାଗତ। ଆପଣ ମାନେ ଦେଖୁଛନ୍ତି ମିନତି ସପନ ଲାଇଫଷ୍ଟାଇଲ। ଚାଲନ୍ତୁ ଆଜିର ଫେସ୍ ବ୍ଲଗଟାକୁ ଆରମ୍ଭ କରିବା। ଆଜି ମେକଅପ୍ ଫେକଅପ୍ ନେଇକି ବାହାରି ପଇଲା ଲାଗୁଛି ପୁରା ଇଏ ହେଇକି। କଣ କରୁଛ? କୁଆଡେ ଯିବ ବାହାରିଛ ନା କଣ? ଯିବ ନା କୁଆଡେ ଯିବ? ସତ କଥା କହିଲେ କୁଆଡେ ଯିବ? ବାପରେ ଯୋଉ ଭଳିଆ ରାଗି ବନେଇଲ ଯେମିତି ମତେ ଖାଇଯିବ ଆଗ ଭଳିଆ। ହଁ ମତେ ଟିକେ କୁହ। ହଉ ହଉ ଟିକେ କୁହ, ହଉ ଟିକେ କୁହ, ମୁଁ ଟିକେ ଏତିକି କୁହ, ଏତିକି ମିଛ ମିଛ ମିଛ। ବାହାରେ ଦେଖନ୍ତୁ ଏ ଗୋଟେ ଛୁଆ ରିଲ୍ସ କରିବ ବୋଲିକି କେତେ ମେକଅପ୍ ଫେକଅପ୍ ନେଇକି ବାହାରୁଛି ଦେଖନ୍ତୁ। ଦେଖିଆ ନାଇଁ ନାଇଁ ସତ କଥା କୁହ। ନା 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 ସତ କଥା କୁହ, ତମର ଯେ ଗୋରାପଣର ରହସ୍ୟ କଣ? ପନ୍ସ ପାଉଡର। ଦେଖନ୍ତୁ ପନ୍ସ ପାଉଡର କିଛି ମେକଅପ୍ ନିଅନି, ଖାଲି ଟିକେ ଲିପଷ୍ଟିକ୍। ନାଇଁ ଇଏ କେବେ ବି ଆମର କେମିତି ଅଲଗା ସ୍ତ୍ରୀ ଲୋକ କି ଲେଡ଼ିସ୍ ବି ଅଛନ୍ତି କ'ଣ ଲାଗନ୍ତି ମେକଅପ୍ ନିଅନ୍ତି, ଇଏ ନିଅନ୍ତି, ଆମର ଇଏ ହେଉଛି ନ୍ୟାଚୁରାଲ୍ ସେଇଭଳିଆ କେବେ ମେକଅପ୍ ନିଅନ୍ତି। ଜଷ୍ଟ ଟିକେ କେମିତି କ'ଣ ଟିକେ ଇଏ କରିବା ଭିଡ଼ିଓ କରିବା ପାଇଁ ଟିକେ ପନ୍ସ ପାଉଡର ଲଗାଏ, ଜଷ୍ଟ ଟିକେ ହାଲକା ଲିପଷ୍ଟିକ୍ ଲଗାଏ, ଆଉ କିଛି ନାହିଁ। ତା ସେମିତି ଆମର ମୋର ଖର୍ଚ୍ଚ ବି ବସି ଯାଉଛି, କେତେ ବଢ଼ିଆ ଖର୍ଚ୍ଚ ବି ବସି ଯାଉଛି ପୁରାପୁରି। ରିଲ୍ସ କରିବା ପାଇଁ ରେଡ଼ି, ଚାଲ ରିଲ୍ସ ବନେଇବା। ନାଇଁ ରିଲ୍ସ ବନେଇବା, ବନେଇକି ତାପରେ କ'ଣ କ'ଣ ହେଉଛି ଦେଖିବା, ରିଲ୍ସ ବନେଇବା। ଯେଉଁମାନେ ବି ଆମ ଚ୍ୟାନେଲକୁ ଦେଖୁଛନ୍ତି ଦୟାକରି ସବସ୍କ୍ରାଇବ୍ କରନ୍ତୁ। କେହି ବି ଦେଖୁଛନ୍ତି ସତ, କିନ୍ତୁ କେହି ବି ସବସ୍କ୍ରାଇବ୍ କରୁନାହାନ୍ତି। ସବସ୍କ୍ରାଇବ୍ କରୁଛି ପୁଣି ଅନସବସ୍କ୍ରାଇବ୍ କରିଦେଉଛି। ଦୟାକରି ସମସ୍ତେ ଟିକେ ସବସ୍କ୍ରାଇବ୍ କରନ୍ତୁ, ଆମକୁ ଟିକେ ସପୋର୍ଟ କରନ୍ତୁ। ବିଶେଷ କରିକି ମୁଁ କହୁଛି ଯେଉଁମାନେ ବି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରୁନାହାନ୍ତି ସପୋର୍ଟ ଟିକେ କରନ୍ତୁ, କାହିଁକି ସବସ୍କ୍ରାଇବ୍ କରନ୍ତୁ, ପାଖରେ ଥିବା ନୋଟିଫିକେସନକୁ ଅନ୍ କରିଦିଅନ୍ତୁ। ଆମ ଭିଡ଼ିଓ ସବୁ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ଆଉ ଯେଉଁମାନେ ବି ଆମକୁ ଟିକେ ସପୋର୍ଟ କରୁନାହାନ୍ତି ଟିକେ ସପୋର୍ଟ କରନ୍ତୁ। ଆପଣଙ୍କର ବହୁତ ଆପଣଙ୍କ ପାଖରେ ରିକ୍ୱେଷ୍ଟ କରୁଛି ଟିକେ ସପୋର୍ଟ କରନ୍ତୁ।